ଅଛନ୍ତି ବଡ଼ ମାଛ ଏ ଯେଉଁ ମୁଣା ଭିତରେ ପୁରୁଛନ୍ତି ଆଉ ଛୋଟ ମାଛ ସବୁ ଛାଡ଼ୁଛନ୍ତି ଆପଣ ଦେଖନ୍ତୁ ଆଉ ବେଶୀ ମାଛ କ'ଣ କେଉଁଠି ଉପରକୁ ଆସିଯାଉଛି ମାନେ ମୁଣା ଭିତରେ ଦେଖନ୍ତୁ ଖାଲି ମାଛ ଅଛି ଯେଉଁ ବଡ଼ ବଡ଼ ନାଲିଆ ନାଲିଆ ଦୁଇଟା ବାହାରିଲ ଏଇଟା ସିଲଭର କାପ୍ ବର୍ତ୍ତମାନ ଦେଖନ୍ତୁ ଖୋଲୁଛନ୍ତି ଖୋଲିକି ଓଜନ କରିକି ନେବେ ଆଉ। ଜୟ ଜଗନ୍ନାଥ ଫ୍ରେଣ୍ଡସ୍ ୱେଲକମ୍ ଟୁ ବ୍ୟାକ୍ ମାଇ ନ୍ୟୁ ବ୍ଲଗ୍ ମାଛ ଆପଣଙ୍କୁ ଭଲ ଲାଗୁଥିବେ ସମୟ ସକାଳ ପୁରା 5ଟା ବାଜିଛି ମୁଁ ଜଷ୍ଟ ଏବେ ପୁରା ସକାଳୁ ସକାଳୁ ବ୍ଲଗ୍ ଷ୍ଟାର୍ଟ କରେ ମେନ୍ କାରଣଟା ହେଉଛି ମାନେ ଆଜି ପ୍ରତାପର ଗଡ଼ିଆ ଯେଉଁ ତାଙ୍କର ବହୁତ ଜାଲ ଟଣା ହେଇନି ମାନେ ମାଛ ତାଙ୍କର ଛାଡ଼ିଛନ୍ତି ମାଛ ବହୁତ ବଡ଼ ବଡ଼ ହେଇଗଲେଣି ଲୋକ ଆସୁଛନ୍ତି ଜାଲ ଟାଣି ମାଛ ଧରିକି ନେଇକି ଯିବେ ମୁଁ ଭାବିଲି ଯେ ଆପଣଙ୍କ ସେୟା ନ କଲେ କେମିତି ହେବ ସେଥିପାଇଁ ମୁଁ ଦେଖନ୍ତୁ ଉଠିକି ଯାଉଛି ଦେଖିବି ମାନେ କେତେ କ'ଣ ଟାଣି ମାଛ ପାଉଛନ୍ତି ଆପଣଙ୍କୁ ସେୟା କରି ସବୁ ଦେଖିବେ ଏବେ ଜଷ୍ଟ ଆପଣଙ୍କ ଭିୟୁଟା ଦେଖନ୍ତୁ ଟୋଟାଲି ପୁରା ଭୁର ଭୁର କରୁଛି ମାନେ ଟିକେ ମାନେ ଅନ୍ଧାର ରହିଛି ସେଥିପାଇଁ କ୍ୟାମେରା ଟିକେ ଭଲ ଆସୁଛନ୍ତି ଆପଣ ଆଡ଼ଜଷ୍ଟ କରିଦେବେ ଚାଲନ୍ତୁ ଯିବା ଯାଇକି ଆପଣ ସବୁ ଦେଖିବେ ଆଉ କେତେ କ'ଣ ମାଛ ପାଉଛନ୍ତି ଆଉ ମାଛ ଟାଣିକି ଜାଲ ଟାଣି ସାରିଲେଣି ଟାଣିକି ମାଛ କାଢ଼ିଲେଣି ଆଉ ମାନେ ବହୁତ ବେଣୁ ସେ ଆଇଲେଣି ବ୍ୟାକ୍ କ୍ୟାମେରା କରି ସବୁ ଦେଖାଉଛି ଆପଣ ସେଠି ଦେଖନ୍ତୁ ସବୁ ଅଛନ୍ତି ଚାଲନ୍ତୁ ଯିବା ଯାଇକି ସେଇଠି ମୁଁ ଆପଣଙ୍କୁ ସବୁ ଦେଖିବି ଆଉ ମାନେ ଆସି ଫାନିକି ସେଠି ପହଞ୍ଚିଲେ ଆପଣ ଦେଖିପାରୁଥିବେ ମାନେ ସେ ଆଗରୁ ଆସି ଜାଲ ଟାଣି ସାରିଲେଣି ଟାଣିକି ଜାଲ ଭିତରେ ଯେଉଁ ମାଛ ଅଛନ୍ତି ମାନେ ବଡ଼ ମାଛ ଏ ଯେଉଁ ମୁଣା ଭିତରେ ପୁରୁଛନ୍ତି ଆଉ ଛୋଟ ମାଛ ସବୁ ଛାଡ଼ୁଛନ୍ତି ଆପଣ ଦେଖନ୍ତୁ ଆଉ ବେଶୀ ମାଛ କ'ଣ କହୁଛନ୍ତି ନା ଯେଉଁ ଅଳ୍ପ ସବୁ ମାଛ ଅଛନ୍ତି ସିଲଭର କାପ୍ ଖାଲି ଆଉ ବାହାରେ କ'ଣ ଦୁଇଟା ଅଛି ଆଉ ସବୁ ସିଲଭର କାପ୍ ଯେତିକି ଛୋଟ ମାନେ ମାଛଟା ବଢ଼ିନାହାନ୍ତି ତ ଛୋଟ ମାଛ ଦେଖନ୍ତୁ ଛାଡ଼ି ଦେଉଛନ୍ତି ମାଛ ବଢ଼ିଥିଲେ ବହୁତ ବାହାରନ୍ତି ଦେଖନ୍ତୁ ସବୁ ଛୋଟ ଖାଲି ଉପରକୁ ଉଠେଇକି ଆସନ୍ତୁ ଦେଖିବା କେତେ ମାଛ କ'ଣ ପାଉଛନ୍ତି ଆଉ ଏଇ ମାଛଟା 5 ହେଇଥିଲେ ଏଇଭଳି 50ଟା କେତେ କିଲୋ ହିସାବ କରି ଗୋଟେ ଅନୁମାନ ଏଇଭଳି ବେଣୁ ସାଇଲେଣି ତାମାନେ ଆପଣ ଦେଖନ୍ତୁ ଏତିକି ଚୁନା ମାଛ ମାନେ ଜାଲ ଯେଉଁ ଲାଗିଥିଲେ ଯେଉଁ ଉଠିକି ଆଣିଛନ୍ତି ମାନେ 2 କିଲୋ ହେବ ଦେଖନ୍ତୁ ଖାଲି ଚୁନା ମାଛ ଏଇ ହାଣ୍ଡିରେ ଅଛି ଆଉ ତା ହେଉଛି ସବୁ ତ ବଡ଼ ମାଛ ଏଇ ମୁଣାରେ ଦେଖନ୍ତୁ ପୁରେଇକି ସେଠି ବାନ୍ଧିକି ରଖିଛନ୍ତି ମାନେ ବଞ୍ଚିବ ବୋଲି ଆଉ ଏପଟେ ଜାଲ ଝାଡ଼ିବେ ଜାଲ ଝାଡ଼ିକି ଉପରକୁ ଆସିକି ଓଜନ କରିକି କ'ଣ ନେବେ ଆଉ ବ୍ଲଗ୍ ଏଣ୍ଡ ଯାହା ଦେଖନ୍ତୁ ଆପଣଙ୍କୁ ସବୁ ଦେଖେଇବି ଖାଲି ମଉରାଳି ଗୁଡ଼ା କେତେ କିଲୋ କ'ଣ ହେଉଛି ଆଉ କ'ଣ ସବୁ ଆପଣଙ୍କୁ ଦେଖେଇବ ଦେଖନ୍ତୁ ଏ ମୁଣାରେ ସବୁ ଅଛି ଦେଖନ୍ତୁ ବର୍ତ୍ତମାନ ସେ ଜାଲ ଝାଡ଼ୁଛନ୍ତି ମାନେ ଜାଲ ଝାଡ଼ିବାଟା ଟେକ୍ନିକ୍ ଦେଖନ୍ତୁ ପୁରା ୟୁନିକ୍ ଷ୍ଟାଇଲ୍ ଜଣେ ଉପରେ ରହିକି ମାନେ ଜାଲଟା ଗୁଚ୍ଛ ହେଉଛି ଆଉ ସେଗୁଡ଼ା ସବୁ ତଳେ ରହିକି ଜାଲ ଝାଡ଼ୁଛନ୍ତି ଦେଖନ୍ତୁ ଖତରନାକ ଷ୍ଟାଇଲ୍ ପୁରା ଚୁନା ମାଛଟା କାଢ଼ିକି ସବୁ ଉପରକୁ ଛାଟୁଛନ୍ତି ଆଉ ଜାଲ ଝାଡ଼ୁଛନ୍ତି ଷ୍ଟାଇଲ୍ ଦେଖନ୍ତୁ ଖତରନାକ ପୁରା ଷ୍ଟାଇଲ୍ରେ ଜାଲ ଝାଡ଼ୁଛନ୍ତି ସାଙ୍ଗମାନେ ଆପଣ ଦେଖନ୍ତୁ ଜାଲ ଟାଣିବା ସେ ଜାଲ ଭିତରେ ସାପ ଲାଗିଯାଇଥିବ ସେ ଯେଉଁ ମୂଷା ଜଣକ କାଢ଼ୁଛନ୍ତି ଆପଣ ଦେଖିପାରୁଥିବେ ସେଠି ମୁଁ ଏରୋ ଦେଇଦେବି ଆପଣ ଦେଖିବେ ସେଇଠି ଦେଖନ୍ତୁ ମଝିରେ ଯେଉଁ ଏଇ ଯେଉଁ କାଉଚିଆ ସାପ ଲାଗିଯାଇଛି ପୁରା ଅଲଗା ରେଟ୍ରେ ମରିଯାଇଛି ବୋଲି କାଢ଼ି ଦେଉଛନ୍ତି ମାନେ ଆପଣ ଦେଖନ୍ତୁ ଗୋଟେ ଛୋଟ ପହଣା ମାଛ ଆଉ ସବୁ ଚୁନା ମାଛ ଦେଖନ୍ତୁ ମାନେ ଉପରୁ ଯେଉଁ ଭାସୁଛନ୍ତି ତଳେ ପାଣିରେ ସେ ଉପରକୁ କାଢ଼ି ସବୁ ଛାଡ଼ୁଛନ୍ତି ଆଉ ଦେଖନ୍ତୁ ଟିକେ ବି ଖରା ବି ଟିକେ ବାହାରିଲାଣି ଆପଣ ଦେଖନ୍ତୁ ଏବେ ସବୁ ଦେଖନ୍ତୁ ଜିନିଷପତ୍ର ନେଇକି ପୁରା ଉପରକୁ ଉଠିକି ଆସିଲେଣି ସେ ମୁଣାରେ ସବୁ ବଡ଼ ମାଛ ଅଛି ଆଉ ନେଇକି ଉପରକୁ ଯାଇ ଓଜନ କରିବେ ଦେଖିବା ମାନେ ଅଳ୍ପ ମାଛ କାଢ଼ି ଆସୁଛନ୍ତି ତ ଛୋଟ ବଡ଼ି ନାହାନ୍ତି ଦେଖନ୍ତୁ ବଡ଼ ମାଛ ମାନେ ପାଣି ଭିତରେ ଗାତ ଭଳିଆ କରିକି ସବୁ ରହିଯାଇଛନ୍ତି ଖାଲି ସିଲଭର କାପଟା ଦେଖନ୍ତୁ ଉପରକୁ ଆସିଲେଣି ଯାଇକି ଓଜନ କରିବେ ଆଉ ହାଣ୍ଡିରେ ତ ଖାଲି ଦେଖନ୍ତୁ ଚୁନା ମାଛ ଅଛି ଆଉ ଗୋଟେ ଛୋଟ ପହଣାଟେ ଅଛି ନା ଆଉ କିଛି ନାହାନ୍ତି ତାହେଲେ ଯେଉଁଠି ଓଜନ କରିବେ ମୁଁ ସେଇଠି ଯାଇକି ଆପଣଙ୍କୁ ଦେଖିବେ ଆଉ ତାମାନେ ଆପଣ ଦେଖନ୍ତୁ ଉପରକୁ ଆସିସାରିଛି ମାନେ ମୁଣା ଭିତରେ ଦେଖନ୍ତୁ ଖାଲି ମାଛ ଅଛି ଯେଉଁ ବଡ଼ ବଡ଼ ନାଲିଆ ନାଲିଆ ଦୁଇଟା ବାହାରିଲ ଏଇଟା ସିଲଭର କାପ୍ ବର୍ତ୍ତମାନ ଦେଖନ୍ତୁ ଖୋଲୁଛନ୍ତି ଖୋଲିକି ଓଜନ କରିକି ନେବେ ଆଉ ଆପଣ ଖାଲି ଭିଡ଼ିଓ ଗ୍ୟାଞ୍ଜା ଦେଖନ୍ତୁ କେତେ କିଲୋ କ'ଣ ମାଛ ପାଇଲେ ସବୁ ଦେଖୁଛୁ ଦେଖେଇବେ ଆପଣ ଖାଲି ଦେଖନ୍ତୁ ଖାଲି ସିଲଭର କାପ୍ ବଡ଼ ମାଛ ଗୋଟେ ମାନେ 8 ଥର ପାଇଥିଲେ 3 କିଲୋ ଗୋଟେ ବାହାରିଲ ବଟରୁ ପୁରା ସବୁ ଛୋଟ ଓଜନ କରିବେ ଆଉ ବର୍ତ୍ତମାନ ଓଜନ ହେଉଛି କେତେ କିଲୋ କ'ଣ ଆପଣ ଭିଡ଼ିଓ ଲାଷ୍ଟକୁ ଜାଣିପାରିବେ ଓଜନ କରୁଛନ୍ତି ଓଜନ ସରିଯାଉ ମୁଁ ଆପଣଙ୍କୁ ଦେଖିବି କେତେ କିଲୋ ମାଛ କ'ଣ ହେଲା ଆଉ
ସାଙ୍ଗମାନେ ଆପଣଙ୍କୁ ଓଜନ କରି ସବୁ ଟ୍ରେ ଭିତରେ ରଖୁଛନ୍ତି ଆଉ ମାନେ ସେ 2 କିଲୋ ତା ଭିତରେ ପକେଇଛନ୍ତି ମାନେ 2-3 ଭେଡ଼ା ହେଲା ମାନେ 2 କିଲୋ 4 କିଲୋ 6 କିଲୋ ଇଏ ହେବ ଧର 2 କିଲୋ 6 କିଲୋ 8 କିଲୋ ଆଉ ସେ ଚୁନା ମାଛ ଧର 2 କିଲୋ ଆଉ 10 କିଲୋ ମାଛ ବାହାରୁଛନ୍ତି ଆଉ ମାନେ ଆଉ ସବୁ ଛୋଟ ଛୋଟ ଅଛନ୍ତି ତ ସେଇଟା ଯେଉଁ କାଢ଼ିଦେଲେ ସେଇଟା ମାନେ ପ୍ରତାପର ରଖିଲେ ଆଉ ତ ଆମଟା ଭିତରେ କିଣିକି ମୁଁ କେତେ କ'ଣ ଦେଖନ୍ତୁ ଆଉ ରହୁନି ଦଣ୍ଡିରେ ଖସିକି ପଳେଇବାକୁ ଦେଖନ୍ତୁ ଖସର ମାଛ ଗୁଡ଼ା ତ ସେଥିପାଇଁ ଆଉ ଏଥର ବି ସେ ଖସି ପଡ଼ିବ ଜଣା ପଡ଼ିବନି ଦେଖନ୍ତୁ ଆପଣମାନେ ଧର 2 କିଲୋ ଆଉ ତାମାନେ ଆପଣ ଦେଖନ୍ତୁ ଆମର 2ଟା ମିନି ନେଇକି ଆସିଛି ମାନେ କିଲୋ ପରେ ଆଉ ମାନେ କିଲୋ 200 ନା 300 ଟାଙ୍ଗି ଦେଲେ କୁକୁର ବି ନେଇକି ଖାଇଦେବ। ତାମାନେ ହାତ ଧୋଇ ଆସିକି ବ୍ରସ୍ ନେଇକି ଯିବା ମାନେ ବହୁତ ଲେଟ୍ ବି ହେଇଗଲାଣି ତ ସେଥିପାଇଁ 7ଟା ଆଡ଼େ ହେଲାଣି ହାତଟା ଧୋଇଦିଏ ମୁଁ ତ ସାଙ୍ଗମାନେ ଆପଣ ତ ଦେଖିଲେ ମାନେ ପ୍ରତାପର ଗୋଟେ ଯେଉଁ ମାଛ ଜାଲ ଟଣା ହେଉଥିଲା କେତିକି ମାଛ କ'ଣ ପାଇଲେ ଆମର ବି ତା ଦେହରୁ କିଣିକି ନିଆଗଲା ଆଉ ଟୋଟାଲି ମାଛ 8 କିଲୋ ବାହାରିଛନ୍ତି ଆଉ ଚୁନା ମାଛ ସବୁ ବାହାରିଛନ୍ତି ଆଉ ସେ ମାଛଟା ସବୁ ଛୋଟ ଛୋଟ ତ ବଢ଼ି ନାହାନ୍ତି ସେ ତାକୁ ଛାଡ଼ିଦେଲେ ଏବେ ବର୍ତ୍ତମାନ ସମୟ ହେଲାଣି 7ଟା କିନ୍ତୁ ଖରା ବି ପୁରା କରିସାରିଲାଣି ବ୍ରସ୍ ନେଇକି ଆସିଛି ମୁଁ ବ୍ରସ୍ କରିକି ପୁଣି ଯିବି ଯାଇ ଘରେ ଖାଇବା ଆଉ ଆପଣ ଦେଖିଲେ ଆମର କିଲୋ ମାଛ ନେଇଛୁ ଆଉ ତ ସାଙ୍ଗମାନେ ବର୍ତ୍ତମାନ ସମୟ ହେଇଛି 2ଟା ବର୍ତ୍ତମାନ ମୁଁ ବଜାର ଯାଇଥିଲି ଆସିକି ଏବେ ଗାଧୋଇକି ଖାଇକି ବ୍ଲଗ୍ ଷ୍ଟାର୍ଟ କରୁଛି ମାନେ ଆପଣମାନେ ଦେଖିଥିଲେ ୟା ପରେ ବ୍ଲଗ୍ଟି ମାନେ ସକାଳେ ବ୍ରସ୍ କଲାବେଳେ ହେଇଥିଲା ୟା ପରେ ହେଇନାହିଁ ମାନେ କାମ ଟିକେ ରହିଯାଇଥିଲା ସେଥିପାଇଁ କରିପାରିଲିନି ଆଉ ଏବେ ହେଉଛି ଗାଧୋଇକି ଖାଇକି ଷ୍ଟାର୍ଟ କଲି ଆଉ ଆଜିର ବ୍ଲଗ୍ ଯଦି ଆପଣଙ୍କୁ ଭଲ ଲାଗିଥିବ ଲାଇକ୍ କରିବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ କମେଣ୍ଟ କରି କହିବେ ମାଛ ଗୋଟେ କେମିତି ରହିଛି।